এবং সে হচ্ছে 4.5 কোটি ওড়িয়া সে প্রাণকর্তা সমস্ত কোটি ঈশ্বরের জয় জগন্নাথ জয় জয় জগন্নাথ ভারত মাতা কি ভারত মাতা কি ধন্যবাদ। আজর এই উদুমদিয়া খরারে কৈতবড়িয়া পঞ্চায়েতକୁ ଦ୍ୱିତୀୟବାର ଟିକେ ଆସିଛି। 2 ଦିନ ତଳେ ମଧ୍ୟ ଆସିଥିଲି ଆପଣଙ୍କର ସେ ହନୁମାନ ମନ୍ଦିର ପ୍ରତିଷ୍ଠାକୁ। ପୁଣି ଆଜି ଆସିଲି। ମୋର କଇତବଡ଼ିଆ ପଞ୍ଚାୟତକୁ ମୋର ବହୁତ ମମତା ସବୁବେଳେ ରହିଛି। ମୋର ମନେ ଅଛି ସେ ମା ମାନଙ୍କୁ ମୁଁ ପ୍ରଣାମ ଜଣାଉଛି, ମୋର ଭାଇମାନଙ୍କୁ ମଧ୍ୟ ପ୍ରଣାମ ଜଣାଉଛି। ମଞ୍ଚାସୀନ ଅତିଥିବୃନ୍ଦ ଯେତେ ଜଣ ବସୁଛନ୍ତି ସମସ୍ତଙ୍କୁ ମଧ୍ୟ ମୁଁ ପ୍ରଣାମ ଜଣାଉଛି। ଏଇ ଯୋଉ ଚେୟାରରେ ଯୋଉ ଭାଇମାନେ ବସୁଛନ୍ତି, ମା ମାନେ ବସୁଛନ୍ତି, ବାପା ମାନେ ବସୁଛନ୍ତି, ସମସ୍ତେ ଯୋଜନା ଆପଣଙ୍କର ହଉଛି 30 ବର୍ଷ ପୁରୁଣା ମୂଲ୍ୟ ଆଜି ଏବଂ ସେଇ 30 ବର୍ଷର ପୁରୁଣା ମୂଲ୍ୟ ଭାବରେ କେତେବେଳେ ଜିତିଛି କେତେବେଳେ ହାରିଛି, କିନ୍ତୁ ସେ ମୂଲ୍ୟ ହେଇକି ଆପଣ ବାଡ଼ି ଦୁଆରେ ମୁଁ ପଡ଼ିଛି, ଛାଡ଼ିକି ଯାଇନି ଆପଣମାନେ। ଆଉ କିଏ ହେଇଥିଲେ ଘରେ ଆସିଲେ ରାଜନୀତି ଗୋଟେ ବେପାର ବୋଲି କିଏ ଭାବୁଥିଲେ, ସେ ଘରେ ତାର ଅବସର ନେଇ ସାରିଥାନ୍ତି। କିନ୍ତୁ ଗୋଟେ ରାଜନୀତି କି ମୁଁ ବେପାର ବୋଲି ଭାବିନି, ରାଜନୀତିକ ଗୋଟେ ସେବା ବୋଲି ମୁଁ ଭାବିଛି। ଟିକେ ଆପଣଙ୍କ ସାଙ୍ଗରେ ଭଲରେ ମନ୍ଦରେ ହସରେ କାନ୍ଦରେ ସବୁବେଳେ ସେଇ ପୁରୁଣା ମୂଲ୍ୟ ହେଇ ଆପଣ ବାଡ଼ି ତଳେ ମୁଁ ପଡ଼ିକି ରହିଛି। ଯୋଉଠି ପାଇଲି ଆପଣମାନେ ମୋତେ ବହୁ ସଂଖ୍ୟାରେ ଭୋଟ ଦେଇଛନ୍ତି। ମଣିଷ ଜୀବନ ଏକ ମାଟି କଣ୍ଢେଇ, ହାତ ଧରିଲେ ଚୁନା। ମଣିଷ ଜୀବନଟା ଏଭଳି ଯେ ମାଟି କଣ୍ଢେଇ ସହିତ ସମାନ। ଯଦି ହାତରୁ ଖସିଲା ସେ ମାଟି କଣ୍ଢେଇ ସେ ଚୁନା ହେଇଯାଏ। ଆମ ଜୀବନଟା ମଧ୍ୟ ସେଇଆ। ଆଜି ଅଛି କାଲିକି ନଥିବ, କିନ୍ତୁ ଆପଣଙ୍କର କୀର୍ତ୍ତି, ଆପଣଙ୍କର ଯଶ, ଆପଣଙ୍କର ଚିନ୍ତାଧାରା ସବୁଦିନେ ଆପଣଙ୍କ ଯେତେବେଳେ ମଶାଣି ଯୋଇକି ଯିବେ ସେତେବେଳେ ସେଇକୁ ସାଙ୍ଗରେ ନେଇକି ଯିବେ। ଧନ ସମ୍ପତ୍ତି ନେବେନି, ସ୍ତ୍ରୀ ଯିବ ଧର୍ମରନ୍ଧ ପର୍ଯ୍ୟନ୍ତ, ପରିବାର ବର୍ଗ ଯିବେ ମଶାଣି ପର୍ଯ୍ୟନ୍ତ, ଆଉ ସମସ୍ତେ ପିଲା ପୁଅ ଇଏ ଯେତେ ଅଛନ୍ତି ଝିଅ ସେ ଏକାଦଶ ପର୍ଯ୍ୟନ୍ତ ଆପଣଙ୍କୁ ମନେ ରଖିବେ, ଆଖିରୁ ଟିକେ ଲୁହ ଗଡ଼େଇବେ। ତାପରେ ଆପଣଙ୍କୁ ଭୁଲିଯିବେ, କିନ୍ତୁ ଭୁଲିବେନି କୋଉଟା? ସେ ହେଉଛି ଆପଣଙ୍କର ଦଶ କୀର୍ତ୍ତି ଆଉ କରି ଯାଇଥିବା ଏ ସମାଜ ପାଇଁ ପ୍ରତିଷ୍ଠାର କାର୍ଯ୍ୟକ୍ରମ, ତାକୁ ମଧ୍ୟ ଆପଣ ତାକୁ ମନେ ରଖିଥିବେ, ସାଙ୍ଗରେ ନେଇକି ଯିବେ। ମୋର ମନେ ପଡୁଛି ସେ ଅତୀତର କଥା। ମୁଁ ପଞ୍ଚାୟତରାଜ ମନ୍ତ୍ରୀ ଥିଲି। ଦିନେ ଆମର ନିରଞ୍ଜନ ପାଇକରାୟ ଇଏ ବି ଯାଇଥିଲା, ଏଇ ଆମର ପାଇକରାୟ ଏଇ ଯୋଉ ରତ୍ନାକର ପାଇକରାୟ ମୋ ପାଖରେ ପହଞ୍ଚିଲେ। ମତେ ନିରଞ୍ଜନ କହିଲେ ପଦବାବୁକୁ ଯେ ଆମେ କଇତବଡ଼ିଆରେ ନୂଆ ପଞ୍ଚାୟତ କରିବା, ଆମର ନିହାତି ଦରକାର। ଆମ ସଡ଼କ ପାଖରେ, ଆମର ପାହାଡ଼ ପାଖରେ ଆମର ଘର, ଆଉ ଆପଣ ଏଇ ସମୟରେ ଅଛନ୍ତି ମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ଆପଣ ଯଦି ନ ଚାହିଁବେ ସେ ହେଇପାରିବନି। ଆଉ ଏ ସୁଯୋଗ ମଧ୍ୟ ଆମେ ହାତ ଛଡ଼ା କରିବୁନି। ସାଙ୍ଗେ ସାଙ୍ଗେ ଆମ ପଞ୍ଚାୟତରାଜ କମିଶନରକୁ ଡାକିଲେ ମୋ ଅଫିସରେ, ସେକ୍ରେଟାରୀ। ଏ ବାବା ପାଟି ବନ୍ଦ କର, କହିଲି କେମିତି ଆମର କଇତବଡ଼ିଆ ପଞ୍ଚାୟତ କରିବା? ସେ କହିଲେ ଗୋଟେ କାମ କର, ହାଇକୋର୍ଟ ଗୋଟେ କେସ୍ କରିଦିଅନ୍ତୁ। ଏ ବାବୁ ଟିକେ ପାଟି ବନ୍ଦ କର, ନହେଲେ ବନ୍ଦ କରିଦେବି କହିବ।